ସାଙ୍ଗମାନେ ଆଜି ଘରେ ଆସି ପାଦ ଦଉ ଦଉ ଆମ ଚଣ୍ଡୀର ଫରମାଇଶ ସେ ଯିବ ତା ସାଙ୍ଗର ଭଉଣୀ ବାହାଘରକୁ। ତ କ'ଣ କରିବା, ଭୋକ ତ ଜୋରରେ ଲାଗିଲାଣି। ତେଣୁକରି ଆମେ ଦୁଇ ଜଣ ମ୍ୟାଚିଂ ହେଇ ବ୍ଲାକ୍ରେ ବାହାରି ପଡ଼ିଲୁ ମ୍ୟାରେଜ୍ ଆଟେଣ୍ଡ କରିବା ପାଇଁ। ବାଟରେ ଗଲାବେଳେ ତା ସାଙ୍ଗର ଭଉଣୀ ପାଇଁ କିଛି ଗିଫ୍ଟ ଟିକେ କିଣାକିଣି କଲୁ। ଆଉ ଗିଫ୍ଟ ଟିକେ କିଣାକିଣି କରୁ କରୁ ଲେଟ୍ ହେଇଗଲା ଯେ କହିଲା ନା ସରେ। ତ ତାପରେ ଆମେ ପୁଣି ଥରେ ବାହାରି ଚାଲିଲୁ ମ୍ୟାରେଜ୍ ହଲ୍କୁ, ମାନେ ପ୍ରାଚୀ ମଣ୍ଡପକୁ। ମଣ୍ଡପରେ ଆସି ପହଞ୍ଚୁ ପୁରା ଲୋକମାନେ ଅଗଲା ପ୍ରକାର ଖାଇବାରେ ଲାଗିଛନ୍ତି ଫୁଡ୍ କୋର୍ଟରେ। ତ ମୁଁ ଡେରି ନକରି ତାକୁ କହିଲି, ତୁ ତୋର ଯା ସାଙ୍ଗର ଭଉଣୀକୁ ଦେଖା କରିବୁ, ମୁଁ ଚାଲିଲି ସିଧା ଫୁଡ୍ କୋର୍ଟକୁ। ମୋତେ ବହୁତ ଜୋରେ ଭୋକ, ତେଣୁକରି ଜଲ୍ଦି ଯାଏ ଫୁଡ୍ କୋର୍ଟକୁ ଥାଳିଟିଏ ଧରି ଭାତ, ଡାଲି, ଚିଙ୍ଗୁଡ଼ି, ମଟନ୍ ଏମିତି କିଛି ଆଇଟମ୍ ଧରି ଖାଇବାକୁ ଲାଗିଲା। ତା ଭିତରେ ଆମ ଚଣ୍ଡୀ ଆସି ତା ପ୍ଲେଟ୍ରେ ଚିଙ୍ଗୁଡ଼ି, ଡାଲି, ପନିର ଏମିତି ଧରି ଛିଡ଼ା ହେଇ ଖାଇବାକୁ ଲାଗିଲା। ଆଉ ଖାଉ ସାଙ୍ଗରେ ଖାଉଥିଲେ ଆମର ମାମୁଁ। ତାଙ୍କ ଖାଇବା ଶୈଳୀ ଦେଖି ହସି ଆମେ ଗଡ଼ିଗଲୁ। ତ ଖାଇ ପିଇ ସାରି ଫେରିଲା ବେଳକୁ ଆମ ଚଣ୍ଡୀଟେ କହିଲା, ଭାଇ ମୋର ଟିକେ ସ୍ଲୋ ମୋସନ୍ କରିଦେ। ତ ତାହାର ଟିକେ ସ୍ଲୋ ମୋସନ୍ କରୁ ଡେରି ହେଇଗଲା। ତ ମୁଁ କହିଲି, ରଖ ତୋର ସେ ଅଣ୍ଟା ଭଙ୍କା ଚାଲି ଆଉ ସ୍ଲୋ ମୋସନ୍, ଚାଲ ଯିବା ଘରକୁ। ଏହିପରି ଭାବେ ଆମେ ଆଜି ଭୋଜି ଖାଇ ଘରକୁ ଫେରିଲୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।